ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ରିପୋର୍ଟ ଅନୁଯାୟୀ ଉଡ଼ାଣ ଆରମ୍ଭ ହେବା ପରେ ବିମାନର ଇନ୍ଧନ ସୁଇଚ୍ ବନ୍ଦ କରି ଦିଆଯାଇଥିଲା। ଏହି କାରଣରୁ ଇଞ୍ଜିନ୍ଗୁଡ଼ିକୁ ଇନ୍ଧନ ଯୋଗାଣ ବନ୍ଦ ହୋଇଯାଇଥିଲା ଏବଂ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟରେ ଏହି ସମ୍ଭାବନାକୁ ଇଙ୍ଗିତ କରାଯାଇଛି ଯେ ଇନ୍ଧନ କଟ୍-ଅଫ୍ ସୁଇଚ୍ ଅସାବଧାନତାବଶତଃ ବନ୍ଦ ହୋଇଥାଇପାରେ। କିନ୍ତୁ ଏହା ବୁଝିବା ବାହାରେ ଯେ ଜଣେ ପ୍ରଶିକ୍ଷିତ ଏବଂ ଅଭିଜ୍ଞ ପାଇଲଟ୍ ଉଡ଼ାଣ ସମୟରେ ଅସାବଧାନତାବଶତଃ ଇନ୍ଧନ ସୁଇଚ୍ ବନ୍ଦ କରିଦେବେ, ତାହା ମଧ୍ୟ ଉଡ଼ାଣର ଏତେ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ। କାରଣ ବିମାନରେ ଥିବା ପାଇଲଟ୍ ଅପରେଟିଂ ହ୍ୟାଣ୍ଡବୁକ୍ ଅନୁଯାୟୀ ପ୍ରତ୍ୟେକ ଉଡ଼ାଣ ପୂର୍ବରୁ ଏବଂ ଉଡ଼ାଣ ପୂର୍ବରୁ ଏକ ବିସ୍ତୃତ ଯାଞ୍ଚ ତାଲିକା ଅନୁସରଣ କରାଯାଏ। ଏଥିରେ ଇଞ୍ଜିନ୍ ସିଷ୍ଟମ, ଫ୍ଲାଇଟ୍ ନିୟନ୍ତ୍ରଣ, ଏଭିଓନିକ୍ସ, ଇନ୍ଧନ ସୁରକ୍ଷା ଉପକରଣ ଏବଂ ବିମାନର ଅବସ୍ଥା ସହିତ ଜଡ଼ିତ ସମସ୍ତ ଯାଞ୍ଚ ଅନ୍ତର୍ଭୁକ୍ତ। ଏହି ପ୍ରକ୍ରିୟା ଅତ୍ୟନ୍ତ ମାନକୀକରଣ କରାଯାଇଛି ଏବଂ ପାଇଲଟ୍ ପ୍ରତ୍ୟେକ ପଏଣ୍ଟକୁ ପଢ଼ି ଏହାର ଉତ୍ତର ଦେବାକୁ ପଡ଼ିବ। ଚ୍ୟାଲେଞ୍ଜ, ପ୍ରତିକ୍ରିୟା ପଦ୍ଧତି କିମ୍ବା ଏକ ନିର୍ଦ୍ଧାରିତ କ୍ରମରେ ସମସ୍ତ କାର୍ଯ୍ୟ ଲିଷ୍ଟ ପଦ୍ଧତି ସମାପ୍ତ କରିବାକୁ ପଡ଼ିବ। ଦୁର୍ଘଟଣାଗ୍ରସ୍ତ ବିମାନର ଉଭୟ ପାଇଲଟ୍ ବହୁତ ଅଭିଜ୍ଞ ଥିଲେ ଏବଂ ବିମାନଟି ଏକ ଦୀର୍ଘ ଦୂରତା ଅନ୍ତର୍ଜାତୀୟ ଉଡ଼ାଣରେ ଯାଉଥିଲା। ଏପରି ପରିସ୍ଥିତିରେ ଏହା ହଜମ କରିବା କଷ୍ଟକର ଯେ ଏତେ ଅଭିଜ୍ଞ କ୍ରୁ ଭୁଲବଶତଃ ଇନ୍ଧନ ସୁଇଚ୍ ବନ୍ଦ କରିଦେଇଥିବେ। ତଥାପି କେବଳ ବିମାନ ବିଶେଷଜ୍ଞମାନେ ଏହି ଦିଗ ଉପରେ ଚୂଡ଼ାନ୍ତ ମତାମତ ଏବଂ ବୈଷୟିକ ନିଶ୍ଚିତତା ଦେଇପାରିବେ। ଭାରତର ବିମାନ ଦୁର୍ଘଟଣା ତଦନ୍ତ ସଂସ୍ଥା ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ, ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବୋଇଂ 787-8 ଡ୍ରିମଲାଇନର ବିମାନ ଦୁର୍ଘଟଣା ଉପରେ ଏକ ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରିଛି। ଏହି ତଦନ୍ତରେ ନ ବାହାରିଛି। ବିମାନର ଇନ୍ଧନ ସୁଇଚ୍ ବନ୍ଦ ହୋଇଯାଇଥିଲା, ଯାହା ଯୋଗୁଁ ଇଞ୍ଜିନକୁ ଇନ୍ଧନ ଯୋଗାଣ ହୋଇପାରିଲା ନାହିଁ। ଫଳସ୍ୱରୂପ ବିମାନର ଉଭୟ ଇଞ୍ଜିନ୍ ବନ୍ଦ ହୋଇଗଲା। ଉତ୍ପାଟନ କରିବାର କିଛି ସେକେଣ୍ଡ ପରେ ଉଭୟ ଇଞ୍ଜିନର ଇନ୍ଧନ କଟ୍-ଅଫ୍ ସୁଇଚ୍ ସ୍ଥିତିକୁ ସ୍ଥାନାନ୍ତରିତ ହେଲା। ଏହା ଉଭୟ ଇଞ୍ଜିନକୁ ଇନ୍ଧନ ଯୋଗାଣ ବନ୍ଦ କରିଦେଲା ଏବଂ ଥ୍ରଷ୍ଟ ବନ୍ଦ ହୋଇଗଲା। ଇନ୍ଧନ କଟ୍ ଯୋଗୁଁ ଉଭୟ ଇଞ୍ଜିନ୍ ଧୀର ହେବାକୁ ଲାଗିଲା। ବିମାନ ଉଡ଼ାଣ ଭରିବା ମାତ୍ରେ ଉଚ୍ଚତା ହରାଇବା ଆରମ୍ଭ କଲା ଏବଂ ରନୱେ ପାର ହେବା ପୂର୍ବରୁ ମଧ୍ୟ ପଡ଼ିବା ସ୍ଥିତିକୁ ଆସିଗଲା। କକପିଟ୍ ଅଡିଓ ରେକର୍ଡିଂରେ ଜଣେ ପାଇଲଟ୍ ଅନ୍ୟ ଜଣଙ୍କୁ ପଚାରିଲେ, ତୁମେ କାହିଁକି କଟ୍ ଅଫ୍ କଲ? ଅନ୍ୟ ଜଣେ ଉତ୍ତର ଦେଲେ, ମୁଁ କରିନାହିଁ। ଏହି କଟ୍ ଅଫ୍ ହୁଏତ ହଠାତ୍ ଏବଂ ସମ୍ଭବତଃ ଅଜାଣତରେ ଘଟିଥିଲା। ବିମାନର ଜରୁରୀକାଳୀନ ବ୍ୟବସ୍ଥା ସକ୍ରିୟ କରାଯାଇଥିଲା, କିନ୍ତୁ ବିମାନକୁ ଦୁର୍ଘଟଣାଗ୍ରସ୍ତ ହେବାରୁ ରୋକିବା ପାଇଁ ପର୍ଯ୍ୟାପ୍ତ ସମୟ ମଧ୍ୟରେ ନୁହେଁ। ଏହି ରିପୋର୍ଟ ଚୂଡ଼ାନ୍ତ ନୁହେଁ, ତଦନ୍ତ ଏପର୍ଯ୍ୟନ୍ତ ଜାରି ରହିଛି। ବୈଷୟିକ ତଥ୍ୟ, କ୍ରୁ ଡାକ୍ତରୀ ରିପୋର୍ଟ ଏବଂ ସିଷ୍ଟମ ପରୀକ୍ଷଣର ବିଶ୍ଳେଷଣ ଚାଲିଛି। 787-8 କିମ୍ବା ବିନା ଏକ ଇଞ୍ଜିନ୍ଗୁଡ଼ିକ ଉପରେ ଏପର୍ଯ୍ୟନ୍ତ କୌଣସି ସୁରକ୍ଷା ପରାମର୍ଶ ଜାରି କରାଯାଇନାହିଁ। ସାମଗ୍ରିକ ଭାବରେ ଏହି ମଧ୍ୟବର୍ତ୍ତୀକାଳୀନ ତଦନ୍ତ ବିମାନରେ କୌଣସି ବୈଷୟିକ ତ୍ରୁଟି ଖୋଜି ନାହିଁ ଏବଂ ଦୁର୍ଘଟଣାଟି ଅନିଚ୍ଛାକୃତ ପାଇଲଟ୍ ତ୍ରୁଟି ଯୋଗୁଁ ହୋଇଥିବା ସମ୍ଭାବନା ରହିଛି।